କାହ୍ନୁ ନାୟକ ଆଜ୍ଞା। କ'ଣ ହେଇଛି କାଲି କାଲି ଘଟଣା ଆଜ୍ଞା, ମୋ ବେଳାରେ ଖାଇ ଯାଇଥିଲି। ମୁଇଁ ବେପାର କରୁଛି ନା, ଫଳ ବେପାର। ଖାଇ ଯାଇଥିଲି ବେଳାରେ 1:30 ଟାଇମ୍ ହେବ ବୋଧେ। ଖାଇ ଜଷ୍ଟ ବସିଛି ଗାଧୋଇ ଆସିକି ମୋ ଶାଶୁ ଆସିଲେ। କେବେ ମୁଁ ତ କାହିଁ ସକାଳୁ ଜାଣିନି ମୋ ଶାଶୁ ଆସିବା କଥା। ହଠାତ୍ ଆସିଲେ, କହିଲେ ବ୍ଲକ୍ ଆଇଥିଲି କାମରେ ଯେ ଏପଟେ ବୁଲିଦେନା ଯାଉଛି ଆଉ। କହିଲେ ଗଲେ, ମୁଁ ମୋର ଖାଇକିନା ଦୋକାନକୁ ଗଲି। ବୋଉ ସହିତ 3ଟା ବେଳକୁ ଫୋନ୍ କରିନା ପଚାରିଥିଲି, ବୋଉ ମୋ ଶାଶୁ ଗଲେଣି କି ଆସିତି। ବୋଉର ମୋର ଟିକେ କଥା ହୁଅନ୍ତି, ପଚାରିଲି। ଆଡ଼ୁ ମୋ ବୋଉ କହିଲା ନାଇଁ ଅସ୍ତି ଆରପଟ ଘର ବଇଛି, ମୁଁ ଏପଟେ ବଇଛି ଆଉ। କଥା ପଦ ଏମିତି ଯାଇଥିଲି ଭଲ ମନ୍ଦ। ତାପରେ 5ଟା ବାଜିଲା। ବିଜୁଳି ମୋ ଭଉଣୀ ଜଣ ଅଛି, ସାନ ଭଉଣୀ, ସେ ବି ମ୍ୟାରେଜ୍ କରିଛି। ସେ ମୋତେ ଫୋନ୍ କରୁଛି ବାରମ୍ବାର, କହୁଛି ଭାଇ ବୋଉ ଟିକେ 8-10 ଥର ଫୋନ୍ କଲେଣି, ବୋଉ ଉଠାଉନି ଫୋନ୍। ମୁଁ ବି ହେଠୁ କଲି, ବୋଉର ଲାଗିଲାନି ଫୋନ୍। ହେଠୁ ମୋ ସ୍ତ୍ରୀ ଟିକେ ଫୋନ୍ କଲି, ୱାଇଫ୍ ଯିଏ। ହେଠୁ ସିଏ କହିଲା ଯେ ବୋଉ ଯାଇଛି ଜଣକୁ ଫୁଙ୍କେଇ ଯାଇଛନ୍ତି ଜଣକୁ, ଆଉ ମୋବାଇଲଟା ଘରେ ଅଛି ବାଜୁଛି, ଖାଲି ଫୋନ୍ କରୁଛି ତମ ଭଉଣୀକୁ କହିଦିଅ, ଏମିତି କହିଲା। ମୁଁ କହିଲି ହଉ, କହିଦେବି ବିଜୁଳିକୁ କହିଦେଲି ବୋଉ ଯାଇଛି ଫୁଙ୍କେଇ, ମୋବାଇଲ ଛାଡ଼ି ଯାଇଛି। ତାପରେ 8:30 ଟାଇମ୍ ହେଲା ରାତି, ପୁଣି ଫୋନ୍ କଲି ବୋଉ ଆଇଲାଣି କି? ନା ହଁ ଆଇଲାଣି, କେତେବେଳେ 8ଟାରୁ ଆଇଲାଣି। ଆଉ ଆସିଲାଣି, ଛାତି ଫାତି ତାଙ୍କର ମାରୁଥିଲା ଯେ ଘଷି ଘୁଷା ଦେଇଛି। ଆଉ ସେ ଶୋଇଛି ତାର ପଟେ, ମୁଁ ଏପଟେ ବଇଛି ଆଉ, ଏମିତି କହିଲା। ମୁଁ ଘରକୁ ଗଲାବେଳକୁ 10ଟା ଟାଇମ୍ ହେଇଗଲା, ଡ୍ୟୁଟି ସାରିନା ଆଜ୍ଞା। 10ଟା ବେଳକୁ ଗଲାବେଳକୁ ମୋ ୱାଇଫ୍ ଯିଏ, ସେ ବାନ୍ତି କ'ଣ କରୁଥିଲେ ବାହାରେ। ମୁଁ କହିଲି କ'ଣ ବାନ୍ତି ଏମିତି ହେଉଛି, ଏମିତି କହିଲା। ହେଠୁ ତାପରେ ମୁଁ କହିଲି ବୋଉକୁ ଖାଇବା ଦେଇ ସାରିଲାଣି? ନା ବୋଉ ଛାତି ଫାତି ମାରୁଛି, ସେ ନାହିଁ କଲେ ଖାଇବା ପାଇଁ। କହିଲେ ତମ ପୁଅ ଆଇଲେ, ମୋ ପୁଅ ଆଇଲେ ପୁଅର ତୋର ମିଶିନା ଖାଇନ, ଶୋଇପଡ଼, ମୋତେ ଉଠେଇବନି। ବୋଉ କୁଆଡ଼େ ମୋ ସ୍ତ୍ରୀକୁ କହିଛି, ମୋ ସ୍ତ୍ରୀ ମୋତେ ଏହା କହିଲା। କହିଲେ ହଉ, ଛାତି ଫାତି ପେନ୍ ହେଉଛି, କାଇଁ ଉଠେଇବେ କରିବା। ହେଠୁ ତାର ମୋର ଖାଇଲୁ, ଖାଇସାରିଲା ପରେ ହେଠୁ ତାପରେ ଉଠିଲି, କହିଲି ବୋଉର କ'ଣ ଦିହ ଭଲ ନାହିଁ, ଯାହା ଦେଖିଦିଏ ଟିକେ। ଦେଖିଦେଲା ବେଳକୁ ବୋଉ ଡାକିଲି, ବାଟ ଖୋଲିଲାନି। ବୋଉ ବାଟ ଖୋଲା ବି ଥିଲା। ବାଟଟା ଯେତେବେଳେ ପେଲିଦେଲି, ଭିତରକୁ ପଶିଲି, ବୋଉ ଚଦର ଘୋଡ଼େଇକିନା ଶୋଇଛି ତଳେ। ଖଟ ଉପରେ ଶୋଇବା ଲୋକ ତଳେ ଶୋଇଛି। ଚଦରଟା କାଟିଦେଲି ତଳେ, ମଥାରେ ଆଜ୍ଞା ମାଡ଼ ହେଇଛି, ବ୍ଲଡ଼ ବାହାରୁଛି ଖାଲି। କିଛି କରିଥିଲା? ହଁ, ଟିକେ ତାଙ୍କର ଦିଅଁ ଭିତରେ ଭଲରେ ପଡ଼େନି। କେତେ ଦିନ ଚାଲିଥିଲା ବାହାଘର ମାସଟେ ପରେ, 8 ମାସ ବାହାଘର ଗଲାଣି, ମାସ 1.5 ମାସ ପରଠୁ ଏମିତି ଷ୍ଟାର୍ଟ ହେଇଛି। ଅଧିକାଂଶ ଝଗଡ଼ା କିଏ କରେ? ଅଧିକାଂଶ ଝଗଡ଼ା 2 ଜଣ ଯାକ ଭିତରେ, କେହି କାହାକୁ ପଟନ୍ତି ନାହିଁ ଠିକ୍ରେ। ଖାଲି ମୋ ପାଇଁ ଆଡ଼ଜଷ୍ଟ କରିଦିଅନ୍ତି ଆଉ। ମୋତେ ଆଜ୍ଞା ସନ୍ଦେହ ହେଉଛି, ମୋ ବୋଉ ଯେଉଁ ଟାଇମ୍ରେ ଫୋନ୍ ରିଙ୍ଗ୍ ହେଲା, ବୋଉ ଉଠେଇଲାନି, ସେଇ ଟାଇମ୍ରେ ମୋ ଶାଶୁ ଆଜ୍ଞା ଘରକୁ ଯାଇଛନ୍ତି, ସେଇ 5ଟା ଟାଇମ୍ରେ। ମୋତେ ଲାଗୁଛି ଆଜ୍ଞା କିଛି ଭୁଲ୍ ଭାଲ୍ କାମ ମୋ ମା ସହିତ କରିଦେଇଛନ୍ତି। ମୁଁ ଗଲେ କିଛି ଜାଣିପାରିଲିନି। 4ଟାରୁ ମୋତେ ଲାଗୁଛି, 5ଟାରୁ ପଡ଼ିଛି ମୋ ବୋଉ। ଭୁଲ୍ ମାନେ କ'ଣ ଭାବୁଛନ୍ତି ଆପଣ? ମୋତେ ଲାଗୁଛି ମିଶିକି ମାରି ଦେଇଛନ୍ତି ଆଜ୍ଞା। ଯେଉଁଥିରେ ହେଲେ ବାଡ଼େଇ ବୁଡ଼ା ଦେଇଛନ୍ତି ମୁଣ୍ଡକୁ ଆଜ୍ଞା, ପୁରା ଖଣ୍ଡିଆ ହେଇଯାଇଛି। କେମିତି ଜଣେ ମୁଣ୍ଡରେ ବାଡ଼େଇକିନା ଏମିତି ଘୁରେଇକିନା ଶୋଇପାରିବ କମଳ? ଆଉ କାହାକୁ ସନ୍ଦେହ କରୁଛନ୍ତି କି ଏଥିରେ ଥିଲାବେଳେ? ମୋତେ ସେଇ 2 ଜଣଙ୍କ ଉପରେ ଖାସ୍ କରି ବେଶୀ। ଆଉ ଘରେ ମୋର କେହି ନାହାନ୍ତି। ଆପଣ ନିଜ ଘର କେଉଁଠି? ଆମ ଘର ଆଜ୍ଞା ରାସଳ ତେଲୁଗୁଣି।